ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖିଥା। ଅଚ୍ୟୁତ ପାର୍ଶ୍ୱରେ ମହାଦୁର୍ଗା। ଏସବୁ ଭିତିରିଆ କଥା। ବର୍ତ୍ତମାନ ଅନେକ କିଏ ଦୁର୍ଗା କିଏ କାଳୀ ସାଧକ କିଏ ହନୁମାନ ସାଧକ ତ ଏ ସବୁ କାନ୍ଦନା କରିକି ନିଜକୁ ନିଜେ କଣ କହୁଛନ୍ତି ଅଚ୍ୟୁତ ବୋଲି କହୁଛନ୍ତି। କିନ୍ତୁ ବାସ୍ତବ ମତରେ ଅଚ୍ୟୁତଙ୍କ ପାଖରେ ଥିବେ କିଏ ସେ ମହାଦୁର୍ଗା। କାହିଁକି? ସତ୍ୟଯୁଗ କଥା ଋଷି କୃପା ଜଳ ସତ୍ୟଯୁଗରେ ଅଚ୍ୟୁତ କୃପା ଜଳ ନଥିଲେ। ଏଥିରେ ହେଲେ କିଏ ସେ ନୀଳ, ଦ୍ୱାପର ହେଲେ ସୁଦାମ, କଳିରେ ହେଲେ ଅଚ୍ୟୁତ। ଯେତେବେଳେ କୃପା ଜଳ ଥିଲେ ସତ୍ୟଯୁଗ, ସେତେବେଳେ ଚାରିପାଦ ଧର୍ମ ଥିଲା। ବି କଥା କହୁଥିଲେ। କୃପା ଜଳଙ୍କ ପାଖରେ ମହାଶକ୍ତି କୋଳରେ ମହାଶକ୍ତିଙ୍କର ଜନ୍ମ। ମହାମାୟା କୃପା ଜଳଙ୍କ ଝିଅ କି ଜନ୍ମ ହେଇନଥିଲେ। ହେଲେ ମହାମାୟା ତାଙ୍କୁ ସେଇଠି ବର ଦେଇଥିଲେ। ବାପା ତ କୁହନ୍ତି ଏବେ ସବୁ ଡାଡି ଶବ୍ଦ ହେଇଗଲା ନା। ବାପା ମୁଁ ତମ କୋଳରେ ଜନ୍ମ ଗ୍ରହଣ କରିଛି। ତା ବାପା ମୁଁ ତ ଝୁଅ ହେଲା, ତମକୁ କଣ ମୁଁ ବର ଦେବି? ମୁଁ ମହାଶକ୍ତି ମହାମାୟା କଣ ବର ଦେବି? ସେ ଚିନ୍ତା କଲେ, ତାହେଲେ ତମକୁ ଏଇ ବର ଦଉଛି, କଳି ଯୁଗରେ ସତ୍ୟରେ ଗଲା ବାରି ତ୍ରେତୟା ଦ୍ୱାପରକୁ ଛାଡ଼ିଦେଲେ, ବୁଝିହଉଛି। ହେଲେ କଳି ଯୁଗ ମାନେ କଣ? ଭୟଙ୍କର ଯୁଗ। ତ କଳି ଯୁଗରେ ତମେ ଯେତେବେଳେ ଜନ୍ମଗ୍ରହଣ କରିବ, ତମ 13 ଜନ୍ମ ପର୍ଯ୍ୟନ୍ତ ଆମେ ତମ ପାଖେ ପାଖେ, ମାନେ ପିତୃ ଋଣ ସୁଝିବା ପାଇଁ ତମ ପାଖେ ପାଖେ ରହି ତମର ଯାହା ଦରକାର ଆମେ ତାହା କଣ କରିବୁ ନିଯୋଗ ହେଲା। ସେଥିପାଇଁ ଆଜିର ଟପିକ ରଖିଲେ କଣ? ଅଚ୍ୟୁତ ପାଶେ ମହାଦୁର୍ଗା। ଅଚ୍ୟୁତାନନ୍ଦ ମହାପୁରୁଷ ଯିଏ ହେଇଥିବେ ସେ ମହାଦୁର୍ଗାଙ୍କର ଆରାଧନା କରୁଥିବେ। ସେ ବଜରଙ୍ଗବାଲି ନୁହଁ, ଇଏ ସେ ଶିବଙ୍କ ଆରାଧନା ନୁହଁ, ମାନେ ସେ ମାନୁଥିବେ, ସମ୍ମାନ ସେମାନଙ୍କୁ ଦଉଥିବେ, କିନ୍ତୁ ମୁଖ୍ୟ ଥିବ ମହାମାୟାଙ୍କର ଆରାଧନା। ଏଇଟା ମନକୁ କହୁନି, ଏ ମହାପୁରୁଷଙ୍କର କଣ ମହାପୁରୁଷ କହୁଛନ୍ତି? ହୃଦୟ କୋମଳ ବାଣୀରେ ବହିବେ, ମୁଖେ କର୍କଶ ଅନଳ, ଜାଣିବୁ ଅଚ୍ୟୁତ ଅଟନ୍ତି କି ସେଇ, ସତେ ଥିଲେ କୃପା ଜଳ। ଯିଏ ପ୍ରକୃତରେ ଆସିଥିବେ, ଦ୍ୱାଦଶ ଗୋପାଳ ଦେହରେ ଖେଳ କରୁଥିବେ ଏବଂ ନିଜେ ଲୁକାୟିତ ହେଇକି ରହିଥିବେ, ଶେଷ ବେଳକୁ 3 ଦିନ କଣ କରିବେ? ଭେଟ ଦେବେ। କହୁଛନ୍ତି ସିଏ କର୍କଶ କଥା କହୁଥିବେ, ଟାଇଁଟାଇଆ କଥା କହିବେ, କିନ୍ତୁ ଭିତରଟା ତା ନଥିବ, ଭିତରଟା ଥିବ କୋମଳ। ହୃଦୟ କୋମଳ ବାଣୀରେ ବହିବେ, ମୁଖେ କର୍କଶ ଅନଳ, ମାନେ କଥା ଗୁଡାକ ଏମିତିଆ ଟାଣ ମାନେ କହିହବ ନାହିଁ। ଜାଣିବୁ ଅଚ୍ୟୁତ ଅଟନ୍ତି ସେଇ, ସତେ ଥିଲେ କୃପା ଜଳ। ସିଏ ବାରମୁଖୀ ଶିଶୁନାଥ କହୁଛନ୍ତି, ସେ ପ୍ରକୃତରେ ହଉଛନ୍ତି କିଏ? ସେ ଅଚ୍ୟୁତ। ସତ୍ୟ ଯୁଗରେ ଥିଲେ କିଏ? ସେ କୃପା ଜଳ ଥିଲେ। ପାର୍ବତୀ ତାହାଙ୍କ ନନ୍ଦିନୀ ହୋଇଲେ, କିଛି କାଳ ଗଲା ବହି, ଋଣ ସୁଝିବାକୁ କହିଲେ ଜନନୀ, ଶୁଣ ପିତୃବାଣୀ ଏହି। ଯୋଉ କଥା ଆଗରୁ କହିଲେ, ତାଙ୍କ ଝୁଅ ରୂପରେ ଆଇଲେ କିଏ? ସେ ମହାମାୟା ଆସିବେ। ସେ ପିତୃ ଋଣ ସୁଝିବା ପାଇଁ ତାଙ୍କୁ ଆଜ୍ଞା ଦଉଛନ୍ତି।
ତ୍ରେତୟା ଦ୍ୱାପର ଅନ୍ତର ହୋଇବ କଳିରେ ତୁମ୍ବର ଜାତ। ହେଲେ ବାପା ତ୍ରେତୟା ଯୁଗ ଯିବ ଭାଇ, ଦ୍ୱାପର ଯୁଗ ଯିବ ଭାଇ, ସେଥିରେ ମୁଁ କିଛି କହିପାରିବି। କଳିରେ ତୁମେ ଯେତେବେଳେ ହେବ ଜାତ, ଆଦ୍ୟ ଜନ୍ମ ଠାରୁ 13 ଜନ୍ମ ଯାଏ ତୁମ୍ବ କନ୍ଧରେ ବିଦିତ। ତମର ପ୍ରଥମ ଜନ୍ମରୁ ସୁନ୍ଦରାନନ୍ଦ ଜନ୍ମ ଠାରୁ ମୁଁ ତମ କନ୍ଧରେ କଣ କରିଛି ବିଦ୍ୟମାନ କରିଛି। ଆଉ ଗୋଟେ ଭଲ କଥା ମନେ ରଖ, ଅଚ୍ୟୁତଙ୍କର 13 ଜନ୍ମ ବହିରେ ତମେ ଦେଖୁଛ ଲେଖା ଅଛି ନା। ସୁନ୍ଦରାନନ୍ଦ, ଉପେନ୍ଦ୍ର ଭଞ୍ଜ, ବୁଝିହଉଛି, ଆଉ ରଘୁ ଅରକ୍ଷିତ ଲେଖାଇନି 3ଟା ଜନ୍ମ। ହଁ, ସେଟା ଅଚ୍ୟୁତଙ୍କ ଆଗ ଜନ୍ମ ନା ଅଚ୍ୟୁତଙ୍କ ପରେ? ଚୈତନ୍ୟ ମହାପ୍ରଭୁ ଯେତେବେଳେ ନବଦ୍ୱୀପରୁ ଆସିଲେ ତାଙ୍କ ସାଙ୍ଗରେ ଆଇଥିଲେ ସୁନ୍ଦରାନନ୍ଦ। ସେତେବେଳେ ଓଡ଼ିଶାରେ ଥିଲେ ଅଚ୍ୟୁତାନନ୍ଦ। ଅଚ୍ୟୁତ ସୁନ୍ଦରାନନ୍ଦ ଭେଟ ହେଇଛନ୍ତି। ସୁନ୍ଦରାନନ୍ଦ ସେଇଠୁ କଣ କଲେ, ଦେହ ଛାଡି ପଳେଇଲେ, ଦେହ ଛାଡିଲେ। ଅଚ୍ୟୁତ କାହିଁ କହିଲେ ମୁଁ ହଉଛି ସୁନ୍ଦରାନନ୍ଦ? ଠିକ ନା ଭୁଲ? ତେଣୁ ଅଚ୍ୟୁତଙ୍କର ଜନ୍ମ ଆଗରୁ 3 ଜନ୍ମ ଯାଇଛି। ଅଚ୍ୟୁତ ଜନ୍ମ ହଉଛନ୍ତି କଳିରେ ଚତୁର୍ଦଶ ଜନ୍ମ। ତାଙ୍କର ଯାହା ପ୍ରମାଣ ଦଉଛି, ଆମେ ମହାଜ୍ଞାନୀ ବୁଝିହଉଛି, ଆମେ ଜ୍ଞାନର ସାଗର ହବାର ରେଣୁର ରେଣୁ। ଏଇଟା ଆମ ମନର କୋଶ୍ଚିନ୍। ତେଣୁ ଅଚ୍ୟୁତଙ୍କ ଆଗ 3 ଜନ୍ମ ମିଶେଇକି 13 ଜନ୍ମ ନା ଅଚ୍ୟୁତଙ୍କ ଠାରୁ ବହି ବହିକି ଆସିବ 13 ଜନ୍ମ? ଏଇଟା ଗୂଢ ରହସ୍ୟ ତତ୍ଵ। ଏଇ ତତ୍ଵ ଉପରେ ମଜିବା କଥା ପଞ୍ଚସଖା ଶାସ୍ତ୍ର। ଠିକ ନା ଭୁଲ? ବହିରେ ଲେଖା ଅଛି ଯାହା ଆମେ ପଢୁଛେ ସେଇଆ, ତା ଭିତରେ ମଜିବାରେ ଅଛି। ସୁନ୍ଦରାନନ୍ଦ, ଉପେନ୍ଦ୍ର ଭଞ୍ଜ ଆକୁ ମିଶେଇଲା ପରେ ହଉଛି କଣ 13 ଜନ୍ମ ଯାଇ ଆମେ ହିସାବ କରିଦଉଛେ। କିନ୍ତୁ ଅଚ୍ୟୁତଙ୍କ ଆଗରୁ ସେ 2ଟା ଜନ୍ମ ଯାଇଛି, 3ଟା ଜନ୍ମ। ଅଚ୍ୟୁତଙ୍କ ଠାରୁ 13 ଜନ୍ମ ହିସାବ କର ହେଲା। ସେଟାକ କ୍ୟାମେରା ଆଗରେ ଏତେ ଖୋଲିକି କହିହବ ନାହିଁ। ଅଚ୍ୟୁତ ଗାର ହାଡିଆ ଠାର, ଆଉ ଥକେ କୁହନ୍ତି ଅଚ୍ୟୁତ ଗାର ଅନନ୍ତ ଠାର। ଠିକ ନା? କିନ୍ତୁ ସେ ଯାହା ହଉ ମହାମାୟା ସେଇଠୁ କଣ କଲେ, ତାଙ୍କୁ ବର ଦେଲେ, କହିଲେ ପିତୃଦେବ ତମ ଋଣ ତ ଆମେ ସୁଝି ପାରିବୁନୁ। ଦ୍ୱାପର ତ୍ରେତୟା ଯୁଗ ଯିବ, ଦ୍ୱାପର ଯୁଗ ଯିବ, କଳିରେ ତମେ ଯେତେବେଳେ ଜନ୍ମ ହବ ତମର ଅଚ୍ୟୁତ ଜନ୍ମ ଠାରୁ ମାନେ ଆଦ୍ୟ ଜନ୍ମ ଠାରୁ 13 ଜନ୍ମ ଯାଏ ମୁଁ ତମ କନ୍ଧରେ ବିଦ୍ୟମାନ କରିବି। ବୁଝିପାରୁଛୁ ନା ଅଭିଷେକ ଭାଇ? ଚତୁର୍ଦଶ ଜନ୍ମେ ନିର୍ବାଣ ହୋଇବ ଆଉ ମର୍ତ୍ୟ ନ ଆସିବ। ହେ ପିତୃଦେବ ତମକୁ ମୁଁ ବର ଦଉଛି। କିଏ କହୁଛନ୍ତି? ନିଜେ ମହାମାୟା। 13 ଜନ୍ମ ଯାଏ ମୁଁ ତମକୁ ଜଗିବି। ଚତୁର୍ଦଶ ଜନ୍ମରେ ତମେ କଣ ହେଇଯିବ? ନିର୍ବାଣତ୍ୱ ହେଇଯିବ। ପୁନର୍ଜନ୍ମ ନବିଦିଅ, ଆଉ ତମର ଜନ୍ମ ନାହିଁ। ଗୋଟାଏ ଶବ୍ଦ ମନେ ରଖିଥାଅ, ମୁକ୍ତି, ଆଉ ଗୋଟା ହଉଛି ନିର୍ବାଣ। ଯେଉଁ ଲୋକ ନିର୍ବାଣତ୍ୱ ପାଏ ତାର ଦ୍ୱିତୀୟବାର ଜନ୍ମ ନାହିଁ। ମୁକ୍ତି ମଲା ବେଳକୁ ଯିଏ ଘାଣ୍ଟି ଚକଟି ନ ହୁଏ ସେ ମୁକ୍ତି ପାଇବ। ହେଲା, ଏଇ ଶବ୍ଦ 2ଟାର ଅର୍ଥ ହଉଛି ଏଇଆ। କିନ୍ତୁ ଆମେ ସମଝରେ ଯାଉଛେ ନିର୍ବାଣ ଯାହା ମୁକ୍ତି ସେଇଆ, ନା ଅଲଗା ଅଲଗା। ଲୋଭ, ମୋହ, ମାୟା ଇଏ 3ଟାର ଅର୍ଥ ହଉଛି ଅଲଗା, କିନ୍ତୁ ଆମେ ଧରି ନେଉଛେ ଗୋଟାଏ। ବୁଝିହଉଛି? ଚତୁର୍ଦଶ ଜନ୍ମେ ନିର୍ବାଣ ହୋଇବ ଆଉ ମର୍ତ୍ୟ ନ ଆସିବ। ହେ ବାପା ମୁଁ ତମ ପାଖେ ଏଗ୍ରିମେଣ୍ଟ କରୁଛି, 14 ଜନ୍ମରେ ତମେ କଣ ହେଇଯିବ? ମୁକ୍ତି ପାଇଯିବ, ଆଉ ଆସିବ ନାହିଁ। ବୈକୁଣ୍ଠପୁରରେ ନିତ୍ୟ ଯାଇ ତୁମେ ବିଷ୍ଣୁଙ୍କ ପଦ ସେବି। ତମେ ଚତୁର୍ଦଶ ଜନ୍ମରେ ମୁକ୍ତି ପାଇକି ବୈକୁଣ୍ଠପୁରକୁ ପଳେଇବ। ସେଇ ନାରାୟଣଙ୍କ ପାଖରେ କଣ ହବ? ବିଦ୍ୟମାନ ରହିବ। ତାଙ୍କ ପାଖେ ଯେମିତି ଥିଲ ସେମିତି ରହିବ।
ଆଉ ତମର ଜନ୍ମ ହବନି। କିଏ ବର ଦେଇଛନ୍ତି? ଝୁଅ ବାପାକୁ ବର ଦେଇଛନ୍ତି। ତେଣୁ ଅଚ୍ୟୁତଙ୍କ କନ୍ଧରେ ରହିଥିବେ କିଏ ସେ? ମହାମାୟା ଦୁର୍ଗା। ଲେଖିନାହାନ୍ତି ନା ଅଭିରାମ ପରମହଂସ? ଦୁର୍ଗାକୁ ଛାଡି ମାଧବ କରିକି ପାର ହୋଇଥାବ, ଦୁର୍ଗାକୁ ଛାଡି ମାଧବ। ଦୁର୍ଗା ସ୍ତବରେ ଲେଖିଛନ୍ତି। ଯୁଗେ ଯୁଗେ ଅଚ୍ୟୁତଙ୍କ ଦେହରେ ରହିଲେ ନାରାୟଣ, ଇଆଡେ ରହିଲେ ଦୁର୍ଗା। ହିଁ ଦୁର୍ଗା ମାଧବ। ଠାକୁର ଅଭିରାମ ପରମହଂସ ଦୁର୍ଗା ମାଧବ ନା, ପଲ୍ଲୀ ହରିବାବା ଦୁର୍ଗା ମାଧବ, ସିଦ୍ଧଗିରି ହାଡିବନ୍ଧ ଦାସ ଦୁର୍ଗା ମାଧବ। କିନ୍ତୁ ଲୀଳା ହବ ଅନନ୍ତ ମାଧବ। ଅନନ୍ତ ଯୁଗରେ କୋଉ ଲୀଳା? ଅନନ୍ତ ମାଧବ। ଯାହା କୁହନ୍ତି କଣ? ମହାବିଷ୍ଣୁ। ଏଥର ବୁଝିପାରିଲେ ନା? ବାସ୍ତବ ମତରେ ଯୋଉଠି ମହାପୁରୁଷ ଆସିଥିବେ ତାଙ୍କ ପାଦକୁ ଶରଣ, ତାଙ୍କର କନ୍ଧରେ ରହିଥିବେ କିଏ? ସେ ମା ଜଗଦ୍ଧାତ୍ରୀ ମହାଦୁର୍ଗା। ତାହେଲେ ମହାଦୁର୍ଗା ଫେର ଆଉ ଗୋଟେ ଅଛି। ମହାଦୁର୍ଗା କିଏ? କନକ ଦୁର୍ଗା କିଏ? ବାସନ୍ତୀ ଦୁର୍ଗା କିଏ? ମହାଦୁର୍ଗାଙ୍କର ଆସନ କେତେ ଭୁଜ? ମହାଦୁର୍ଗାଙ୍କର ବାହନ କଣ? ନା ନାଇଁ? କନକ ଦୁର୍ଗାଙ୍କର କେତେ ଭୁଜ? ତାଙ୍କର ବାହନ କଣ? ଫେରେ ବନ ଦୁର୍ଗାଙ୍କର କେତେ ଭୁଜ? ତାଙ୍କର ବାହନ କଣ? ଆଦି ଦୁର୍ଗାଙ୍କର କେତେ ଭୁଜ? ତାଙ୍କର ବାହନ କଣ? ଏମିତି ସବୁ ରହିଛି। ଏସବୁ କେତେବେଳେ ତ ମୁଁ ନିରୋଳାରେ କହିଦେବି, ଏ କ୍ୟାମେରା ଆଗରେ କହିବା କଥା ନୁହଁ। ଜୟ ଜଗନ୍ନାଥ। ସେ ଅଚ୍ୟୁତଙ୍କ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ସେ ଅଚ୍ୟୁତ କଳକି ରୂପରେ ବିଦ୍ୟମାନ ହୁଅନ୍ତୁ। ଜଗତରେ ଧର୍ମ ସଂସ୍କାର ହେଉ। ଭକ୍ତମାନ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବାର ହରି।